ଆରେ ଆରେ ମୋ ଘରଟି ପୁଣି ଭାଙ୍ଗିଗଲା। ଅନେକ ଥର ମୁଁ ଘର ମରାମତି କରିସାରିଲିଣି। ଏବେ ତ ମୋ ପାଖରେ ଆଉ ଟଙ୍କା ନାହିଁ। ମୁଁ ଏବେ ଘର ମରାମତି କେମିତି କରିବି? ଘର ପାଇଁ ତତେ ଆଉ ଚିନ୍ତା କରିବାକୁ ପଡ଼ିବନି ଚଢ଼େଇ। ତତେ ଘର ଛାଡ଼ିବାକୁ ପଡ଼ିବ। ମାନେ ଏମିତି କ'ଣ କହୁଛନ୍ତି ଚିଲ ଆଜ୍ଞା? ମୁଁ ଯାହା କହୁଛି ଠିକ୍ କହୁଛି। ତୋ ଘର ଯୋଉ ଜମିରେ ଅଛି ସେ ଜମି ମୋର। ତୁ ମୋ ଜମି ଛାଡ଼ି ଏବେ ଚାଲିଯା। ମୁଁ ଏ ଜମି ବିକ୍ରି କରିବି। ମୁଁ ଏ ଘର ଛାଡ଼ିଦେଲେ ଏବେ କୋଉଠି ରହିବି ଚିଲ ଆଜ୍ଞା? ମୋ ଉପରେ ଟିକେ ଦୟା କରନ୍ତୁ। ମତେ ଏ ଘରେ ରହିବାକୁ ଦିଅନ୍ତୁ। ନା, ମୁଁ ଅନେକ ଦିନ ତତେ ଏ ଘରେ ରହିବାକୁ ଦେଲି। ଆଉ ନୁହଁ, ତୁ ଆଜି ହିଁ ଘର ଛାଡ଼ି ଚାଲିଯା। ଚିଲର ଏମିତି ଧମକ ଶୁଣି ମା ଚଢ଼େଇ ତା ଝିଅକୁ ଧରି ଘର ଛାଡ଼ି ଚାଲିଗଲା। ସେ ଏକ ଗଛ ମୂଳେ ବସି କାନ୍ଦୁଥିଲା। ସେହି ସମୟରେ ଗୋଟିଏ ବୁଢ଼ୀ ଚଢ଼େଇ ତା ପାଖକୁ ଆସିଲା। ଆରେ ଝିଅ, ତୁ ଏମିତି କାନ୍ଦୁଛୁ କାହିଁକି? କ'ଣ ହେଇଛି ତୋର? ବୁଢ଼ୀ ମା, ମୋ ପାଖରେ ରହିବାକୁ ଘର ନାହିଁ। ମୁଁ ଏବେ ମୋ ଛୋଟ ଝିଅକୁ ଧରି କୁଆଡ଼େ ଯିବି କିଛି ବୁଝିପାରୁନି। ଏମିତି ମା ଚଢ଼େଇ ସେ ବୁଢ଼ୀ ଚଢ଼େଇକୁ ସବୁ ଘଟଣା କହିଲା। ସବୁ ଶୁଣି ବୁଢ଼ୀ ଚଢ଼େଇ ସେମାନଙ୍କୁ ଧରି ନିଜ ଘରକୁ ଗଲା। ଆରେ ଝିଅ, ମୁଁ ବି ଜଣକୁ ଖୋଜୁଥିଲି ଯିଏ ମୋ ଘର ଆଉ ମୋ ଜମିର ଦେଖାଶୁଣା କରିବ। ମୁଁ କିଛି ଦିନ ପାଇଁ ବାହାରକୁ ଯିବି। ମୁଁ ଫେରିବା ଯାଏଁ ତୁ ତ ଝିଅ ସାଙ୍ଗରେ ମୋ ଘରେ ରହ। ମୁଁ ମୋ ଜମିରେ ଷ୍ଟ୍ରବେରୀ ଚାଷ କରିଛି। ତୁ ଷ୍ଟ୍ରବେରୀ ବିକ୍ରି କରି ତୋର ଆଉ ତୋ ଝିଅର ଖାଇବା ଯୋଗାଡ଼ କରିପାରିବୁ। ବୁଢ଼ୀ ମା, ତୁମକୁ କ'ଣ କହି ଧନ୍ୟବାଦ ଦେବି ଜାଣିପାରୁନି। ତୁମେ ଚିନ୍ତା କରନି, ମୁଁ ତୁମ ଘର ଆଉ ଷ୍ଟ୍ରବେରୀ ଜମିର ଭଲକି ଦେଖାଶୁଣା କରିବି। ତୁମେ ଫେରିବା ଭିତରେ ମୁଁ ଆଉ ମୋ ଝିଅ ରହିବାର ବ୍ୟବସ୍ଥା ବି କରିନେବି। ତାପରେ ବୁଢ଼ୀ ଚଢ଼େଇ କିଛି ଦିନ ପାଇଁ ବାହାରକୁ ଚାଲିଗଲା। ମା ଚଢ଼େଇ ତା ଝିଅ ସାଙ୍ଗରେ ସେ ଘରେ ରହିଲା। ସେ ପ୍ରତ୍ୟେକ ଦିନ ଷ୍ଟ୍ରବେରୀ ଜମିକୁ ଯାଇ ତାର ଦେଖାଶୁଣା କରୁଥିଲା। ଏମିତି ବେଶ କିଛି ଦିନ ବିତିଗଲା। ଗୋଟେ ଦିନ, ଆରେ କ'ଣ ଏତେ ବଡ଼ ସର୍ବନାଶ କିଏ କଲା? ମୁଁ ଆଜି ଘରକୁ ଯିବିନି। ଦିନ ସାରା ମୁଁ ଏ ଷ୍ଟ୍ରବେରୀ ଜମିକୁ ଜଗିବି, ଦେଖିବି କିଏ ଷ୍ଟ୍ରବେରୀ ଚୋରି କରୁଛି। ଏମିତି ଚିନ୍ତା କରି ଚଢ଼େଇ ଦିନ ସାରା ସେ ଷ୍ଟ୍ରବେରୀ ଜମିକୁ ଜଗିଲା। ସେଦିନ କେହି ବି ତା ଜମିକୁ ଆସିଲେନି। ରାତି ହେବା ପରେ ମା ଚଢ଼େଇ ଘରକୁ ଫେରିଲା। ସକାଳେ ସେ ପୁଣି ଜମିକୁ ଗଲା। ସେତେବେଳେ ସେ ଦେଖିଲା ଜମିରେ ଆଉ ଅଧା ଷ୍ଟ୍ରବେରୀ ନାହିଁ। ଆଜି ତ ଆହୁରି ଅଧା ଷ୍ଟ୍ରବେରୀ ଚୋରି ହେଇଗଲା। ଦିନରେ ତ କେହି ବି ଆସିନଥିଲେ। ତା ମାନେ କ'ଣ ରାତିରେ କେହି ଷ୍ଟ୍ରବେରୀ ଚୋରି କରୁଛି? ମୁଁ ଆଜି ରାତି ଏ ଜମିକୁ ଜଗିବି, ଦେଖିବି ସେ ଚୋର କିଏ। କ'ଣ ମା, ଆଜି ଏତେ ଶୀଘ୍ର ଘରକୁ ଫେରି ଆସିଲ ଯେ? ମାରେ, ଆଜି ବି ଆମ ଷ୍ଟ୍ରବେରୀ ଚୋରି ହେଇଛି। ଲାଗୁଛି ରାତିରେ ହିଁ କିଏ ଷ୍ଟ୍ରବେରୀ ଚୋରି କରୁଛି। ସେଥିପାଇଁ ମୁଁ ଭାବିଛି ଆଜି ରାତିରେ ମୁଁ ଷ୍ଟ୍ରବେରୀ ଜମିକୁ ଜଗିବାକୁ ଯିବି। ମା, ମତେ ରାତିରେ ଘରେ ଏକା ରହିବାକୁ ଭାରି ଡର ଲାଗିବ। ମୁଁ ବି ତୁମ ସାଙ୍ଗରେ ଯିବି। ଆଚ୍ଛା ଠିକ୍ ଅଛି, ଏବେ ତାହେଲେ ତୁ ଆରାମ କର, ଆମେ ରାତିରେ ଯିବା। ଏମିତି ଚିନ୍ତା କରି ଚଢ଼େଇ ଆଉ ତାର ଝିଅ ରାତି ହେବା ପରେ ଷ୍ଟ୍ରବେରୀ ଜମିକୁ ଗଲେ। ସେମାନେ ଏକ ଗଛ ପଛରେ ଲୁଚି ରହିଲେ। ଅନେକ ସମୟ ବିତିଲା ପରେ ବି କେହି ସେଠାକୁ ଆସିଲେନି। କ'ଣ ରାତିରେ ବି କେହି ଏଠାକୁ ଆସୁନାହାନ୍ତି? ତାହେଲେ ଷ୍ଟ୍ରବେରୀ ଚୋରି କେମିତି ହେଉଛି? ମା, ଧୀରେ କଥା କୁହ। ସେପଟେ ଦେଖ, ଆକାଶରୁ କେମିତି ଏକ ମୟୂର ତଳକୁ ଆସୁଛି। ସେମାନେ ଦେଖିଲେ ଏକ ମୟୂର ଆକାଶରୁ ତଳକୁ ଆସି ତାଙ୍କ ଷ୍ଟ୍ରବେରୀ ଗଛରୁ ଷ୍ଟ୍ରବେରୀ ତୋଳି ଖାଉଛି। ଆରେ ମା, ଏଇ ମୟୂର ତାହେଲେ ଆମର କ୍ଷତି କରୁଥିଲା। ଏବେ କ'ଣ କରିବ ମା? ଏ ମୟୂରକୁ ଦେଖି ତ ମତେ ଡର ଲାଗୁଛି। ଭୟ କରନି ମା, ମୁଁ ତ ସାଙ୍ଗରେ ଅଛି। ଏବେ ଆମେ ଏ ମୟୂର ସାମ୍ନାକୁ ଯିବା, ଆଉ ତାକୁ ପଚାରିବା ସେ ଆମର ଏତେ ବଡ଼ କ୍ଷତି କାହିଁକି କରୁଛି। ଏଇ ମୟୂର, ତୁମେ ପ୍ରତ୍ୟେକ ଦିନ ଆମ ଜମିର ଷ୍ଟ୍ରବେରୀ କାହିଁକି ଖାଉଛ? ତୁମେ କ'ଣ ଜାଣିପାରୁନ ତୁମେ ଆମର କେତେ ବଡ଼ କ୍ଷତି କରୁଛ? ଏ ଜମି ମୋର ନୁହଁ। ଜଣେ ବୁଢ଼ୀ ମା ମତେ ଭରସା କରି ତାଙ୍କର ଜମି ଦେଖାଶୁଣା କରିବାକୁ କହିଥିଲେ। ଏଇ ଷ୍ଟ୍ରବେରୀ ବିକ୍ରି କରି ମୁଁ ଆମ ଖାଇବା ଯୋଗାଡ଼ କରେ। ତୁମେ ଆମ ସହ ଏମିତି କାହିଁକି କରୁଛ? ମତେ କ୍ଷମା କରିଦିଅ, ମୁଁ ଜାଣିନଥିଲି ମୋ ପାଇଁ ତୁମର ଏତେ କ୍ଷତି ହେଉଛି।
ମତେ ତୁମ ଷ୍ଟ୍ରବେରୀ ବହୁତ ଭଲ ଲାଗିଲା। ସେଥିପାଇଁ ମୁଁ ପ୍ରତିଦିନ ଷ୍ଟ୍ରବେରୀ ଖାଇବାକୁ ଚାଲି ଆସୁଥିଲି। ତୁମେ କ'ଣ ଆମ ଅନୁମତି ନେଇଥିଲ? ଆମକୁ ନ ପଚାରି ତୁମେ ଆମ ଷ୍ଟ୍ରବେରୀ କାହିଁକି ଖାଉଥିଲ? ମୁଁ ଦୁଃଖିତ, ମୁଁ ଏତେ କିଛି ଭାବି ନଥିଲି। ମୁଁ ଯେତେବେଳେ ତମମାନଙ୍କର କ୍ଷତି କରିଛି ମୁଁ ନିଶ୍ଚୟ କ୍ଷତିପୂରଣ ଦେବି। ଏଇ ନିଅ। ଏସବୁ ତ ସୁନାର ମୟୂର ପଙ୍ଖ। ହଁ, ଏ ସବୁ ସୁନାର ପଙ୍ଖ ଆଜିଠୁ ତମର। ଆଶା କରୁଛି ଏସବୁରେ ତମମାନଙ୍କର ସବୁ ଅଭାବ ଦୂର ହେଇଯିବ। ତୁମକୁ ଅନେକ ଅନେକ ଧନ୍ୟବାଦ ଯାଦୁର ମୟୂର। ଯାଦୁର ମୟୂର, ପୁଣି ଥରେ ଆମେ ତୁମ ସହ କେବେ ଦେଖା କରିବୁ? ମୋ ଘର ବାଦଲ ଉପରେ। ମୁଁ କେବଳ ରାତି ସମୟରେ ହିଁ ଏଠାକୁ ଆସିପାରିବି। ତମେମାନେ ଏଇ ଶଙ୍ଖକୁ ରଖ। ଯେତେବେଳେ ବି ମୋ କଥା ମନେ ପଡ଼ିବ ଏ ଶଙ୍ଖକୁ ବଜେଇବ। ମୁଁ ତମମାନଙ୍କ ପାଖକୁ ଚାଲି ଆସିବି। ଏମିତି କହି ଯାଦୁର ମୟୂର ସେଠାରୁ ଚାଲିଗଲା। ମା ଝିଅ ସୁନା ପଙ୍ଖ ଧରି ଘରକୁ ଫେରିଲେ। ସେମାନେ ସବୁ ସୁନା ପଙ୍ଖ ବିକ୍ରି କରି ନିଜର ସବୁ ଅଭାବ ଦୂର କଲେ। କାଉ ସେ ଜଙ୍ଗଲରେ ସୁନା ବେପାରୀ ଥିଲା। ମା ଚଢ଼େଇ କାଉ ପାଖରେ ସବୁ ସୁନାର ମୟୂର ପଙ୍ଖକୁ ବିକ୍ରି କରୁଥିଲା। ଏତେ ଗୁଡ଼ିଏ ସୁନାର ମୟୂର ପଙ୍ଖ ଦେଖି ତ କାଉ ମନରେ ସନ୍ଦେହ ହେଲା। ମୋ ଜାଣିବାରେ ତ ଏ ଚଢ଼େଇ ବହୁତ ଗରିବ ଥିଲା। ପ୍ରତିଦିନ ସେ ଏତେ ସୁନାର ପଙ୍ଖ କୋଉଠୁ ପାଉଛି ଯେ ବିକ୍ରି କରିବାକୁ ଆସୁଛି? ଏମିତି ସୁନ୍ଦର ସୁନାର ମୟୂର ପଙ୍ଖ ମୁଁ ମୋ ଜୀବନରେ ଦେଖିନଥିଲି। ମତେ ଏକଥା ଜାଣିବାକୁ ହିଁ ପଡ଼ିବ, ଚଢ଼େଇ ଏସବୁ କୋଉଠୁ ପାଉଛି। ଏମିତି କାଉ ଚଢ଼େଇ ଉପରେ ନଜର ରଖିଲା। ଦିନେ ସେ ଦେଖିଲା, ଆରେ ମା ଦେଖେ, ମୁଁ ଆଜି ତ ମନ ପସନ୍ଦର ମିଠା ଆଣିଦେଇଛି। ଏଇ ନେ। ସତ କହୁଛ ମା? ମତେ ଏଇ ମିଠା ବହୁତ ହିଁ ଭଲ ଲାଗେ। ମା, ଆଜି ମୋର ସେ ଯାଦୁର ମୟୂର ସହ ଦେଖା କରିବାକୁ ଭାରି ଇଚ୍ଛା ହଉଛି। ହଁ ରେ ମା, ଆଜି ଆମର ସବୁ ଅଭାବ ସେ ଯାଦୁର ମୟୂର ପାଇଁ ଦୂର ହେଇଛି। ଚାଲେ ଆମେ ଆଜି ଷ୍ଟ୍ରବେରୀ ଜମିକୁ ଯାଇ ସେ ଶଙ୍ଖ ବଜେଇବା। ଯାଦୁର ମୟୂର ଆସିଲେ ଆମେ ତାକୁ ଧନ୍ୟବାଦ ଜଣାଇବା। ଏମିତି ଚିନ୍ତା କରି ସେମାନେ ଶଙ୍ଖ ଧରି ଷ୍ଟ୍ରବେରୀ ଜମିକୁ ଗଲେ। ଆଉ ସେଠି ଶଙ୍ଖ ବଜେଇଲେ। ଶଙ୍ଖର ଶବ୍ଦରେ ଯାଦୁର ମୟୂର ତଳକୁ ଆସିଲା। ଏ ସବୁ ଘଟଣା ଲୁଚି ଲୁଚି କାଉ ବି ଦେଖୁଥିଲା। ଯାଦୁର ମୟୂର, ତୁମେ ଆସିଗଲ। ତୁମ କଥା ଆମର ବହୁତ ମନେ ପଡୁଥିଲା। ମୁଁ ତ ଭାବିଥିଲି ତୁମେମାନେ ମତେ ଭୁଲି ଯାଇଥିବ। ଜାଣିକି ଖୁସି ଲାଗିଲା ତମେମାନେ ମତେ ମନେ ରଖିଛ। ମୁଁ ବି ତମମାନଙ୍କୁ ବହୁତ ମନେ ପକାଉଥିଲି। ଆଉ ତମେମାନେ କେମିତି ଅଛ? ଏ କି ଚମତ୍କାର! ଆଚ୍ଛା, ଏଇ ଯାଦୁର ମୟୂର ତାହେଲେ ଚଢ଼େଇକୁ ସୁନାର ପଙ୍ଖ ଦେଇଥିଲା। ମୁଁ ଆଜି ଏତିକି କଥା ହେଇଥାଏ। ଘରକୁ ଯିବାର ସମୟ ହେଇଗଲାଣି। ମୋ ତରଫରୁ ଏଇ ଉପହାର ତମମାନଙ୍କ ପାଇଁ। ଏମିତି କଥା ହେଇ ମୟୂର ସେଠାରୁ ଚାଲିଗଲା। ମା ଚଢ଼େଇ ଆଉ ତାର ଝିଅ ସୁନାର ମୟୂର ପଙ୍ଖ ନେଇ ଘରକୁ ଗଲେ। ସେମାନଙ୍କ ଶଙ୍ଖ ଜମିରେ ରହିଗଲା। ସେ ଶଙ୍ଖକୁ ଦେଖି କାଉ ତା ପାଖକୁ ଗଲା। ଆରେ ବାଃ, ଚଢ଼େଇ ମାନେ ତ ତାଙ୍କ ଶଙ୍ଖକୁ ଏଠି ଭୁଲି ଘରକୁ ଚାଲିଗଲେ। ମତେ ଭଲ ସୁଯୋଗ ମିଳିଗଲା। ଏବେ ମୁଁ ଏ ଶଙ୍ଖ ବଜେଇ ଯାଦୁର ମୟୂରକୁ ଡାକିବି। ଆଉ ତାକୁ ବନ୍ଦୀ କରି ତାଠାରୁ ଅନେକ ସୁନାର ପଙ୍ଖ ନେବି। କିନ୍ତୁ ସେ ତ ଯାଦୁ ଜାଣିଛି, ମୁଁ ତାକୁ ବନ୍ଦୀ କରିବି କେମିତି? ଆରେ ହଁ, ମନେ ପଡ଼ିଲା। ମୋ ପାଖରେ ତ ତାନ୍ତ୍ରିକର ମନ୍ତ୍ର ଦିଆ ପାଣି ଅଛି। ମୁଁ ସେ ପାଣି ଜାଲରେ ପକେଇ ଦିଏ। ତାପରେ ମୁଁ ସେ ମୟୂରକୁ ଧରିବି। ଏମିତି ଚିନ୍ତା କରି କାଉ ଜାଲ ଧରି ସେ ଶଙ୍ଖ ବଜେଇଲା। ମୟୂର ପୁଣି ଥରେ ତଳକୁ ଆସିଲା। କ'ଣ ହେଲା? ତମେମାନେ ମତେ ପୁଣି କାହିଁକି ଡାକିଲ? ଆରେ ତୁମେ କିଏ? ମୟୂରର କଥା ସରୁ ସରୁ କାଉ ତା ଉପରେ ଜାଲ ପକେଇଦେଲା। ଏ କ'ଣ? ତୁମେ ମତେ ବନ୍ଦୀ କାହିଁକି କଲ? ଆରେ ମୋ ଯାଦୁ ଶକ୍ତି କିଛି କାମ କରୁନି କାହିଁକି? ହା ହା ହା, ଯାଦୁର ମୟୂର, ତୁ ଏବେ ମୋ ପାଖରେ ବନ୍ଦୀ। ଏବେ ତୁ ପ୍ରତିଦିନ ମତେ ସୁନାର ପଙ୍ଖ ଦେବୁ। ଆରେ ମା, ଆମେ ତ ଶଙ୍ଖକୁ ଷ୍ଟ୍ରବେରୀ ଜମିରେ ହିଁ ଭୁଲିଗଲେ। ଚାଲ ମା, ଏବେ ହିଁ ସେ ଶଙ୍ଖ ନେଇ ଆସିବା। ମା ଦେଖ, ମୟୂର ବିପଦରେ ପଡ଼ିଛନ୍ତି। କାଉ ଅଙ୍କଙ୍କ ପାଖରେ ଆମ ଶଙ୍ଖ ଅଛି। ସେ ମୟୂରଙ୍କର କ୍ଷତି କରିପାରନ୍ତି,
କିଛି କର ମା। ମାରି ତୁ କାଉ ସାମ୍ନାକୁ ଯା, ମୁଁ ପଛପଟୁ ଯାଉଛି। ଆଚ୍ଛା ଠିକ ଅଛି ମା। ଏକ କାଉ ଅଙ୍କଲ, ତୁମେ ମୟୂରଙ୍କୁ କାହିଁକି ବନ୍ଦୀ କରିଛ? ତାଙ୍କୁ ଛାଡ଼ି ଦିଅ। ନା, ଏ ମୟୂର ଆଜିଠୁ ମୋ ପାଖରେ ବନ୍ଦୀ ହେଇ ରହିବ। ତୁ ଏଠୁ ଚାଲିଯା, ନହେଲେ ତମ ମାନଙ୍କୁ ଅନେକ ଅନେକ ଧନ୍ୟବାଦ। ଆଉ କିଛି ସମୟ ପରେ ସକାଳ ହେଇଯିବ। ଥରେ ଯଦି ମୋ ଉପରେ ସୂର୍ଯ୍ୟାଲୋକ ପଡ଼ିଥାନ୍ତା, ମୁଁ ଆଉ କେବେ ବି ଘରକୁ ଫେରି ପାରିନଥାନ୍ତି। ମୟୂର, ଆମକୁ କ୍ଷମା କରିଦିଅ। ଆମ ପାଇଁ ତୁମେ ଆଜି ବିପଦରେ ପଡ଼ିଗଲ। ଏହି ଶଙ୍ଖକୁ ତୁମେ ନିଜ ସାଙ୍ଗରେ ନେଇଯାଅ। ଏହି ଶଙ୍ଖ ଆମ ପାଖରେ ରହିଲେ ହୁଏତ ଆଗକୁ ବି ଏମିତି ଘଟଣା ଘଟିପାରେ। ତାଠୁ ଭଲ ହେବ ଯେବେ ଇଚ୍ଛା ହେବ ତୁମର ଆମ ସହ ଦେଖା କରିବାକୁ ଚାଲି ଆସିବ। ସତରେ ତମେ ମାନେ ବହୁତ ଭଲ। ଏବେ ମୁଁ ଯାଉଛି। ଏମିତି କହି ଯାଦୁର ମୟୂର ସେଠାରୁ ଚାଲିଗଲା। କିଛି ସମୟ ପରେ ହିଁ ସକାଳ ହେଇଗଲା। ମା ଚଢ଼େଇ ଆଉ ତାର ଝିଅ ଘରକୁ ଫେରିଗଲେ। ମା, ଏ ବର୍ଷାରେ ତ ଆମ ଘର ପୁଣି ଭାଙ୍ଗିଗଲା। ଏବେ ଆମର କଣ ହେବ? ମୁଁ ଯେତେ ଥର ଘର ବନଉଛି, ଝଡ଼ ବର୍ଷା ହେଲେ ଆମ ଘର ଭାଙ୍ଗି ଯାଉଛି। ଆମେ ଆଉ ଏ ଜଙ୍ଗଲରେ ରହିବାନି ରେ ମା। ଆମେ ପାଖ ଜଙ୍ଗଲକୁ ଚାଲିଯିବା। ମୁଁ ଶୁଣିଛି ସେଠି ବହୁତ ଭଲ ମାଟି ମିଳେ। ଆମେ ସେ ଜଙ୍ଗଲରେ ମାଟିରେ ଘର ତିଆରି କରିବା। ଯେତେ ଝଡ଼ ବର୍ଷା ହେଲେ ବି ଆମ ଘର ଭାଙ୍ଗିବନି। ମୁଁ କିଛି ଜରୁରୀ ଜିନିଷ ଧରୁଛି। ଚାଲ ମା, ଆମେ ଆଜି ହିଁ ସେ ଜଙ୍ଗଲକୁ ବାହାରି ଯିବା। ମା, ସେ ଜଙ୍ଗଲ ଆଉ କେତେ ଦୂର? ମୋ ଡେଣା ବହୁତ ବଥା କରୁଛି। ମୁଁ ଆଉ ଉଡ଼ି ପାରୁନି। ଆଉ ଟିକେ ଧୈର୍ଯ୍ୟ ଧରି ଉଡ଼ ମା। ଏଇ ତ ସେ ଜଙ୍ଗଲ ଦେଖାଗଲାଣି। ଆମେ ଖୁବ ଶୀଘ୍ର ସେ ଜଙ୍ଗଲରେ ପହଞ୍ଚିଯିବା। ଏଇ କଣ ମା, ଆମେ ଜଙ୍ଗଲକୁ ଆସୁ ଆସୁ ତ ରାତି ହେଇଗଲା। ଆଜି ରାତି ଆମେ କୋଉଠି ରହିବା? ଚିନ୍ତା କରନି ମା, ଆଜି ରାତି ରହିବା ପାଇଁ ଆମେ କୋଉଠି ନା କୋଉଠି ଆଶ୍ରୟ ପାଇଯିବା। ଆରେ ଏଇ ତ ଆଗରେ ଗୋଟେ ଘର ଦେଖାଯାଉଛି। ଘରକୁ ଦେଖି ଲାଗୁଛି ଏ ଘରେ କେହି ରହୁନଥିବେ। ଚାଲ ମା, ଆଜି ରାତି ଏ ଘରେ ରହିବା। ସକାଳେ ମୁଁ ଆମ ରହିବାର ବ୍ୟବସ୍ଥା କରିନେବି। ମା, ମତେ ଭାରି ଡର ଲାଗୁଛି। ଏ ଘରଟି କେତେ ଅନ୍ଧାର। ତୁ ଭୟ କରନି, ମୁଁ ସାଙ୍ଗରେ ମହମବତୀ ଆଣିଛି। ଏବେ ତତେ ଅନ୍ଧାର ପାଇଁ ଆଉ ଡର ଲାଗିବନି। କିଏ ଆସିଛ ଏ ଘରକୁ? ମତେ ଟିକେ ସାହାଯ୍ୟ କର। କିଏ ଚିତ୍କାର କରୁଛି ନା ମା? ତୁମେ ଶୁଣିପାରୁଛ? ହଁ ରେ ମା, ମୁଁ ବି ଶୁଣିପାରୁଛି। ଏ ଘରେ କିଏ ଅଛି? ଆସିଲୁ ଦେଖିବା। ଏଇଠୁ ତ ପାଟି ସବୁ ଥିଲା, ହେଲେ ଏଠି ତ କେହି ବି ନାହାନ୍ତି। ମୁଁ ଏ ମାଠିଆ ଭିତରେ ଅଛି। ମତେ ଦେଖ, ମୁଁ ଗୋଟେ ମାଛ। ଆରେ ମାଛ, ତୁମେ କଥା କହୁଛ? କଣ ହେଇଛି କୁହ? ଆମେ ତୁମକୁ କେମିତି ସାହାଯ୍ୟ କରିବୁ? ମୁଁ ଅନେକ ଦିନରୁ ଏଠି ବନ୍ଦୀ ହେଇଅଛି। ତମେ ମାନେ ମତେ ନେଇ ନଦୀରେ ଛାଡ଼ି ଦିଅ, ମୁଁ ମୁକ୍ତ ହେଇଯିବି। ଠିକ ଅଛି ମାଛ, ତୁମେ ଚିନ୍ତା କରନି। ସକାଳ ହେଉ ମୁଁ ତୁମକୁ ନେଇ ନଦୀରେ ଛାଡ଼ିଦେବି। ଆଚ୍ଛା, ତୁମେ ଏଇ ଘରେ ବନ୍ଦୀ କେମିତି ହେଇଥିଲ? ପ୍ରକୃତରେ ମୁଁ ମାଛ ନୁହଁ, ମୁଁ ଗୋଟେ ଜଳପରୀ। ଏଇ ଘର ଗୋଟେ ତାନ୍ତ୍ରିକର। ସେ ମୋ ଯାଦୁ ଶକ୍ତି ନେବାକୁ ଚାହୁଁଥିଲା, ହେଲେ ପାରିଲାନି। ସେ ରାଗରେ ମତେ ମାଛ କରିଦେଲା, ଆଉ ଏ ଘରେ ବନ୍ଦୀ କରି ରଖିଲା। ଏ ଘର ବାହାରକୁ ଶବ୍ଦ ଯାଏନି, ସେଥିପାଇଁ କେହି ବି ମୋ ଚିତ୍କାର ଶୁଣି ପାରନ୍ତିନି। ଆଜି ତମେ ମାନେ ଏଇ ଘରକୁ ଆସିଲ ବୋଲି ମୋ କଥା ଶୁଣି ପାରିଲ। ମୁଁ ନଦୀକୁ ଗଲେ ଏ ମାଛରୁ ମୁକ୍ତ ହେଇପାରିବି। ଚିନ୍ତା କରନି, ସକାଳ ହେବା ପରେ ଆମେ ତୁମକୁ ନଦୀରେ ନେଇ ଛାଡ଼ିଦେବୁ। ଏମିତି ସେମାନେ ରାତି ବିତେଇଲେ। ସକାଳ ହେଲା ପରେ ମା ଚଢ଼େଇ ମାଛକୁ ନେଇ ନଦୀରେ ଛାଡ଼ିଦେଲା। ନଦୀ ଭିତରକୁ ଗଲା ପରେ ମାଛଟି ଏକ ଜଳପରୀ ହେଇଗଲା। ତମ ମାନଙ୍କୁ ଅନେକ ଅନେକ ଧନ୍ୟବାଦ। ମୁଁ ଆଜି ମୁକ୍ତ। ମୁଁ ଆଜି ବହୁତ ଖୁସି। ମୋ ତରଫରୁ ଏଇ ଛୋଟ ଉପହାର ନିଅ। ଏଇ ନଦୀରେ ମୁଁ ରୁହେ।
ଯେବେ ବି କିଛି ବିପଦରେ ପଡ଼ିବ ମୋ ପାଖକୁ ଆସିବ। ମୁଁ ତମମାନଙ୍କୁ ନିଶ୍ଚୟ ସାହାଯ୍ୟ କରିବି। ଆଉ ହଁ, ଜଙ୍ଗଲରେ ମୋ କଥା କହିଦେବ। ଆଉ ଯଦି କିଏ ବିପଦରେ ପଡ଼ିବ ସେମାନେ ବି ମୋ ପାଖକୁ ଆସିବେ। ମୁଁ ସମସ୍ତଙ୍କୁ ସାହାଯ୍ୟ କରିବି। ଠିକ୍ ଅଛି ଜଳପରି, ଆମେ ତୁମ କଥା ସମସ୍ତଙ୍କୁ କହିଦେବୁ। ଏହି ଉପହାର ପାଇଁ ତୁମକୁ ଅନେକ ଅନେକ ଧନ୍ୟବାଦ। ଏମିତି ଚଢ଼େଇ ସୁନା ଟଙ୍କା ଧରି ଜଙ୍ଗଲ ଭିତରକୁ ଗଲା ଆଉ ଏକ ବଡ଼ ଘର କିଣି ରହିଲା। ଅନ୍ୟ ଚଢ଼େଇମାନେ ବି ତାକୁ ଏକଥା ପଚାରିବାରୁ ଚଢ଼େଇ ସମସ୍ତଙ୍କୁ ଜଳପରି କଥା କହିଲା। ସେଦିନ ପରଠାରୁ ଯିଏ ବି ବିପଦରେ ପଡ଼ୁଥିଲା ସେ ଜଳପରି ପାଖକୁ ଯାଉଥିଲା। ଜଳପରି ବି ସବୁ ଚଢ଼େଇଙ୍କୁ ସାହାଯ୍ୟ କରୁଥିଲା। ଏମିତି ଗୋଟେ ଦିନ, ମୁଁ ଆଜି ଗୋଟେ ଜରୁରୀ କଥା ପାଇଁ ତମ ସମସ୍ତଙ୍କୁ ଡାକିଛି। ମୁଁ ଗୋଟେ କାମରେ କିଛି ମାସ ପାଇଁ ସମୁଦ୍ରକୁ ଯିବି। କିଛି ମାସ ତମମାନଙ୍କ ସହ ଦେଖା ହେଇପାରିବନି। ହେଲେ ତମେମାନେ ଚିନ୍ତା କରନି, ମୋ ବଦଳରେ ମୁଁ ଏ ଯାଦୁର ଗାଡ଼ିକୁ ରଖିଦେଉଛି। ଏ ଗାଡ଼ି କଥା କହିପାରିବ। ରାତିରେ ଯାଦୁର ଗାଡ଼ି ଅଦୃଶ୍ୟ ହୋଇ ରହିବ। ସକାଳ ହେଲା ପରେ ସେ ଜଙ୍ଗଲକୁ ଆସିବ। ତମେମାନେ ଯାହା ମାଗିବ ସେ ତମମାନଙ୍କୁ ସବୁ ଦେବ। ଆଉ ତା ସହ ବିପଦ ସମୟରେ ତମମାନଙ୍କୁ ରକ୍ଷା ବି କରିବ। ତୁମକୁ ଅନେକ ଅନେକ ଧନ୍ୟବାଦ ଜଳପରି। ସତରେ ତୁମେ ଆମ ପାଇଁ ବହୁତ ଚିନ୍ତା କର। ତାପରେ ଜଳପରି ସମୁଦ୍ରକୁ ଗଲା। ପ୍ରତିଦିନ ସକାଳେ ଯାଦୁର ଗାଡ଼ି ଜଙ୍ଗଲ ଭିତରକୁ ଆସିଥିଲା ଆଉ ଚଢ଼େଇମାନେ ତାକୁ ସାହାଯ୍ୟ ମାଗୁଥିଲେ। ଯାଦୁର ଗାଡ଼ି, ଆଜି ମୋ ଝିଅର ଜନ୍ମଦିନ। ମତେ ଗୋଟେ ବଡ଼ କେକ୍ ଆଉ କିଛି ଖାଇବା ଦିଅ। ଆଜି ମୋ ଘରକୁ ଅନେକ ଚଢ଼େଇ ଆସିବେ। ଆଚ୍ଛା ଠିକ୍ ଅଛି, ଏଇ ନେ। ତୁମକୁ ଅନେକ ଅନେକ ଧନ୍ୟବାଦ ଯାଦୁର ଗାଡ଼ି। ଯାଦୁର ଗାଡ଼ି, ମୋ ସ୍ୱାମୀଙ୍କ ଦେହ ଖରାପ। ମୋ ପାଖରେ ଟଙ୍କା ନାହିଁ ଔଷଧ କିଣିବା ପାଇଁ। ମତେ କିଛି ଟଙ୍କା ଦିଅ। ହଁ ହଁ ଦେଉଛି, ଏଇ ନେ। ଯାଦୁର ଗାଡ଼ି ଉଠ, ଆମକୁ 2ଟି ଆଇସ୍କ୍ରିମ୍ ଦିଅ। ଆଚ୍ଛା ଏଇ ନିଅ। ଓହୋ, ଟିକେ ଶୋଉ ଶୋଉ ଏଇ ପିଲାଗୁଡ଼ା ଆସିଗଲେ। ଭାରି ନିଦ ଲାଗୁଛି। ଯାଏ ଆଉ ଥରେ ଶୋଇପଡ଼େ। ଯାଦୁର ଗାଡ଼ି। ଓହୋ, କିଏ ମତେ ପୁଣି ଡାକିଲା? କିରେ, ତମେ ମାନେ ମତେ କାହିଁକି ଡାକିଲ? ଯାଦୁର ଗାଡ଼ି, ଆମକୁ କିଛି ଚକୋଲେଟ୍ ଦିଅ। ଆଚ୍ଛା ଏଇ ନିଅ। ଓହୋ, ଏଇ ପକ୍ଷୀ ଗୁଡାଙ୍କର କଣ କିଛି କାମ ନାହିଁ ନା କଣ? ସାରା ଦିନ ମତେ ବିରକ୍ତ କରୁଛନ୍ତି। ବଡମାନେ କମ୍ ଥିଲେ ଯେ ଏବେ ଛୋଟ ଛୁଆ ବି ମୋ ପାଖକୁ ଆସୁଛନ୍ତି। ଆରେ, ମୁଁ ତ ଯାଦୁ ଶକ୍ତି ଜାଣିଛି। ତାହେଲେ ପକ୍ଷୀମାନଙ୍କୁ କାହିଁକି ଡରିବି? ମୁଁ ଆଉ କାହାକୁ ବି ସାହାଯ୍ୟ କରିବିନି। ଏବେ କେବଳ ଆରାମ କରିବି। ଏମିତି ଚିନ୍ତା କରି ସେଦିନ ପରଠାରୁ ଯାଦୁର ଗାଡ଼ି ଆଉ କାହାକୁ ବି ସାହାଯ୍ୟ କଲା ନାହିଁ। ଯିଏ ବି ତା ପାଖକୁ ଯାଉଥିଲା ସେ ତାକୁ ଅପମାନ ଦେଇ ଫେରେଇ ଦେଉଥିଲା। ଦିନେ ଜଙ୍ଗଲରେ ପ୍ରବଳ ବର୍ଷା ହେଲା। ସେଇ ବର୍ଷାରେ ଚଢ଼େଇଙ୍କ ଅନେକ ଫସଲ ନଷ୍ଟ ହେଇଗଲା। ଚଢ଼େଇ, ଏବେ ଆମର କଣ ହେବ? ଆମର ସବୁ ଫସଲ ନଷ୍ଟ ହେଇଗଲା। ଯାଦୁର ଗାଡ଼ି ବି ଆମକୁ ଆଉ ସାହାଯ୍ୟ କରୁନି। ଏବେ ଆମେ ଖାଇବା କେମିତି ଯୋଗାଡ଼ କରିବୁ? ଜଳପରି ଆମକୁ ସାହାଯ୍ୟ କରିବା ପାଇଁ ହିଁ ସେ ଯାଦୁର ଗାଡ଼ିକୁ ଦେଇଛନ୍ତି। ସେ ଆମକୁ କାହିଁକି ସାହାଯ୍ୟ କରିବନି? ଚାଲ, ଆଜି ମୁଁ ବି ତମ ସାଙ୍ଗରେ ଯିବି। ଏମିତି ସବୁ ଚଢ଼େଇ ମିଶି ଯାଦୁର ଗାଡ଼ି ପାଖକୁ ଗଲେ ଆଉ ତାକୁ ସାହାଯ୍ୟ ମାଗିଲେ। ତମ ମାନଙ୍କର କଣ କିଛି କାମ ନାହିଁ ନା କଣ? ଏମିତି ଆସି ସବୁବେଳେ ମତେ ବିରକ୍ତ କରୁଛ। ମୁଁ କହିଲି ନା, ମୁଁ ଆଉ କାହାକୁ ବି ସାହାଯ୍ୟ କରିବିନି। ଏବେ ଏଠାରୁ ଚାଲିଯାଅ, ମୁଁ ଆରାମ କରିବି। ଏମିତି କାହିଁକି କହୁଛ ଯାଦୁର ଗାଡ଼ି? ଆମକୁ ସାହାଯ୍ୟ କରିବା ପାଇଁ ହିଁ ଜଳପରି ତୁମକୁ ଏ ଯାଦୁ ଶକ୍ତି ଦେଇଛନ୍ତି। ତମେ ମାନେ ମତେ କଣ କହିବାକୁ ଚାହୁଁଛ? ମୁଁ ତମ ମାନଙ୍କର ଚାକର? ତମେ ମାନେ ଯାହା କହିବ ମୁଁ ତାହା କରିବି। ଭଲରେ ଭଲରେ ଏଠୁ ପଳାଅ। ମୁଁ ଆଉ କାହାକୁ ବି ସାହାଯ୍ୟ କରିବିନି। ଯଦି ମତେ ରଗାଅ, ମୁଁ ଯାଦୁରେ ତମମାନଙ୍କୁ ଛାଡ଼ିବିନି। ଯାଦୁର ଗାଡ଼ି ଭୟରେ ସମସ୍ତେ ସେଠାରୁ ଚାଲିଗଲେ। ଏବେ ତ ଆମକୁ ଭଗବାନ ହିଁ ଭରସା। ଆମେ ତ ଆଉ ଚାଷ ବି କରିପାରିବୁନି। ଏବେ ଖାଇବା କଣ? ବଞ୍ଚିବା କେମିତି? ମୁଁ ଗୋଟେ କଥା ଭାବୁଥିଲି, ଏମିତି ଆଉ କେତେ ଦିନ କଷ୍ଟ ପାଇବା? ଚାଲ ସମସ୍ତେ ମିଶି ଜଳପରି ପାଖକୁ ଯିବା ଆଉ ତାଙ୍କୁ ସବୁ ଘଟଣା କହିବା। ତୁ ଏ କଣ କହୁଛୁ ଚଢ଼େଇ? ଜଳପରି ସମୁଦ୍ରକୁ ଯାଇଛନ୍ତି ଆଉ ସମୁଦ୍ର ଅନେକ ଦୂର। ଏତେ ଦୂରକୁ ଆମେ ଯିବା କେମିତି ଯେ ଜଳପରୀଙ୍କୁ ଦେଖା କରିବା?
ମନରେ ବିଶ୍ୱାସ ଥିଲେ ସବୁ କିଛି ସମ୍ଭବ ହେଇଥାଏ। ମାନୁଛି ସମୁଦ୍ର ବହୁତ ଦୂର, ହେଲେ ଆମେ ଚେଷ୍ଟା କଲେ ନିଶ୍ଚୟ ସେ ସମୁଦ୍ରରେ ପହଞ୍ଚି ପାରିବା। ଚଢ଼େଇ ଠିକ କହିଲା, ମୁଁ ବି ଚଢ଼େଇ କଥାରେ ରାଜି। ଏଠି ଏତେ କଷ୍ଟରେ ରହିବା ଅପେକ୍ଷା ଜଳପରି ପାଖକୁ ଯିବା। ତେବେ ଠିକ ଅଛି, ଆମେ କାଲି ହିଁ ସମୁଦ୍ରକୁ ଯିବା। ଛୋଟ ପିଲାମାନେ ମିନୁ ମାଉସୀଙ୍କ ଘରେ ରହିବେ। ଏମିତି ଯୋଜନା ବନେଇ ପରଦିନ ସକାଳେ ସବୁ ଚଢ଼େଇ ସମୁଦ୍ରକୁ ବାହାରିଲେ। ଅନେକ କଷ୍ଟ ପରେ ସେମାନେ ସମୁଦ୍ରରେ ପହଞ୍ଚିଗଲେ। ଆମେ ସମୁଦ୍ରକୁ ତ ଚାଲି ଆସିଲେ, ଏବେ ଜଳପରୀକୁ କୋଉଠି ଖୋଜିବା? ଜଳପରୀ ନିଶ୍ଚୟ ଏଇ ସମୁଦ୍ର ଭିତରେ ଥିବେ। ଚାଲ ଆମେ ସମସ୍ତେ ମିଶି ତାଙ୍କୁ ଡାକିବା। ସେ ଆମ ସ୍ୱର ଶୁଣିଲେ ଆମ ପାଖକୁ ଆସିବେ। ଆରେ ତମେ ମାନେ ଏଠି, ଏତେ ଦୂରକୁ ତମେ ମାନେ କାହିଁକି ଆସିଲ? ଚଢ଼େଇ ମାନେ ଜଳପରୀକୁ ସବୁ ଘଟଣା କହିଲେ। କଣ ହେଲା? ମୁଁ ସେ ଯାଦୁର ଗାଡ଼ିକୁ ରଖିଥିଲି ତମ ମାନଙ୍କୁ ସାହାଯ୍ୟ କରିବା ପାଇଁ, ହେଲେ ସେ ଶକ୍ତି ପାଇଲା ପରେ ଅହଙ୍କାରୀ ପାଲଟି ଗଲା ଆଉ ତମ ମାନଙ୍କୁ କଷ୍ଟ ଦେଲା। ମୁଁ ତାକୁ ଏବେ ଛାଡ଼ିବିନି, ତାକୁ ଉଚିତ ଶିକ୍ଷା ଦେବି। ତମେ ମାନେ ଏ ଉଡ଼ନ୍ତା ସପରେ ବସି ନିଜ ଜଙ୍ଗଲକୁ ଯାଅ, ମୁଁ ବି ତମ ପଛେ ପଛେ ଯାଉଛି। ଜଳପରୀ, ତୁମେ ଏଠି? ହଁ, ମୁଁ ଆସିଗଲି। ତୁ କଣ ଭାବିଥିଲୁ ମୁଁ ଆଉ କେବେ ବି ଆସିବିନି? ତୁ ସମସ୍ତଙ୍କୁ ଅନେକ କଷ୍ଟ ଦେଲୁଣି। ମୁଁ ତତେ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ହିଁ ରଖିଥିଲି, ହେଲେ ତୁ ସେସବୁ ଭୁଲିଗଲୁ। ଏବେ ତୋର ଆଉ କିଛି କାମ ନାହିଁ। ଏମିତି କହି ଜଳପରୀ ଯାଦୁର ଗାଡ଼ିକୁ ସବୁଦିନ ପାଇଁ ଅଦୃଶ୍ୟ କରିଦେଲା। ସେଦିନ ପରଠାରୁ ସମସ୍ତେ ପୂର୍ବ ଭଳି ଜଳପରୀ ସହ ଖୁସିରେ ରହିଲେ।